Respected participants, present HM Sister ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମୋର ସହପାଠୀଗଣ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂ। ଗତ ବର୍ଷ ଜୁନ୍ 15 ତାରିଖରୁ ଆସି ଆମ ଛାତ୍ରାବାସରେ ରହିଥିଲେ ଏବଂ ବିଦ୍ୟାଳୟ ମଧ୍ୟ ପଢ଼ାଉଥିଲେ। ଆମେ ଜୁନ୍ 17 ତାରିଖ ଦିନ ଆସିଲୁ। ମୁଁ ବରାଦେବୀରେ ଆସି ହଷ୍ଟେଲ ଗେଟ୍ରେ ଜଗିଥିଲି। ପିଲାମାନେ ସମସ୍ତେ ଜଗିବା ପାଇଁ ଯାଇଥିଲେ। ଆଉ ଫାଷ୍ଟ ଦୁଇଟା ପିଲା ଧାନେ ଆସିଲେ, କହିଲେ କି ଭାଇ ଆସିଲେ କି ବୋଲି। ତାପରେ ମୁଁ କହିଲି ଏ ବ୍ରଦର କେମିତି ଲୋକ ଆସୁଛନ୍ତି ବୋଲି କହିଲି। ତାପରେ ତାଙ୍କୁ କହିଲେ ଏ ବ୍ରଦର ଆସିଛି ବୋଲି ଖାଲି କହିଲେ। ତାପରେ ନାମ କ'ଣ ବୋଲି କହିବାରୁ ସେମାନେ କିଛି ବି କହିଲେ ନାହିଁ। ତାପରେ ସେ ଯୋଉଠି ପାଣି ପିଇବାର ଥିଲା ସେଇଠି ମୁଁ ବସିଥିଲି। ବ୍ରଦର ଆସିଲେ, ତାପରେ ସେଟା ମୁଁ ଧାନ ଗଲି। ବ୍ରଦର ନମସ୍କାର ବୋଲି କହିଲି। ବ୍ରଦର ଆକାଶକୁ ନେଇକି ମୋତେ ଆଶୀର୍ବାଦ କଲେ। ତାପରେ ବ୍ରଦର ଗେଟ୍ ଚାବି ଟିକେ ଦିଅନ୍ତୁ, ସାମାନ ଟିକେ ରଖିବ ବୋଲି କହିଲି। ତାପରେ ବ୍ରଦର କହିଲେ କି ଆଉ କାମ ସାରିଲା ପରେ ମୁଁ ଗେଟ୍ ଚାବି ଦେବି ବୋଲି କହିଲି। ତାପରେ ମୁଁ ଭାବିଲି କେମିତି ବ୍ରଦର ସାମାନ ରଖିବା ପାଇଁ ଦେଉନାହାନ୍ତି, ଏବେ ମୁଁ ଘରକୁ ଆସିଛି କେମିତି ନ ସାମାନ ରଖି ମୁଁ କାମ କରିବାକୁ ଯିବି। ତାପରେ ପାଖେ ସିଧା ପାଣି କି ଗୋଟେ ଥିଲା। ବ୍ରଦର କେମିତି ଚାବି ବି ଦେଉନାହାନ୍ତି, ମାଗିଯିବାକୁ ଯାଉଛି। ଛାଡ଼ ନୂଆ ଲୋକ ପରେ ଦେଖିବା କ'ଣ ହବ ବୋଲି। ତାପରେ କାମ ସରିଲା ପରେ ମୁଁ ଗଲି। ତାପରେ ଚାବି ମାଗିଲା ପରେ ତାଙ୍କୁ କହିଲି, ତାଙ୍କେ ଆସୁ ଆସୁ କହିଲେ ଯେ ଯେତେବେଳେ ଯେଉଁ ଟାଇମ୍ ଅଛି ସେ ଟାଇମ୍ରେ ସେ କାମ କରିବାର ଅଛି ବୋଲି କହିଲେ। ତାକୁ ବୋଧେ ଟିକେ ଲେଟ୍ ହେଲା ଆସିବାର, ଏମିତି ବି ରଖିଯିବାର ଅଛି କେବେ ନାଇଁ, ତମକୁ କେବେ କୁହାହେଇଥିଲା ଆଉ ତମେ କେବେ ଆସିଛ ବୋଲି କହିଲି। ହଉ ଛାଡ଼ ବୋଲି ଗଲି। ତାପରେ ଏମିତି ହସ ଖୁସିରେ ଥିଲୁ। ତାପରେ ବ୍ରଦର ସହିତ ଦିନେ ଆମର ଝଗଡ଼ା ହେଉଥିଲା, ମନେ ଅଛି। ବର୍ଷା ପଡ଼ିଥିଲା ଜୁଲାଇ 27 ତାରିଖ ଦିନ। ଚପଲ କିଣିବା ପାଇଁ ବ୍ରଦରଙ୍କୁ ପଚାରିଲି। ବ୍ରଦର କହିଲେ ନାଇଁ ଶୁଭ ମୁଁ କାହାକୁ ଛାଡ଼ିବି ନାହିଁ ବୋଲି କହିଲି। ତ ବ୍ରଦରଙ୍କୁ ମୁଁ ରାଗ କହିଲି, ବ୍ରଦର ମୋତେ ଛାଡ଼ନ୍ତୁ ବୋଲି କହିଲି। ତାପରେ ବ୍ରଦର କହିଲେ ନାହିଁ ବୋଲି। ତାପରେ ମୁଁ ପିଲାମାନେ ଶୁଣିଲା ପରେ କହିଲି ଯେ ତୁ ଛାଡ଼ିବେ ନାହିଁ ବୋଲି। ଭାଇ ବାଣ ଭଙ୍ଗେଇଲି, ବ୍ରୁମରେ ବାଣ ଫୁଟେଇ ଦେବି ଦେଖୁଲି କହିଲି। ତାପରେ ପିଲାମାନେ କହିଲେ ସତରେ ଫୁଟେଇବି ବୋଲି କହିଲେ। ତାପରେ ମୁଁ ରାଗ ଲାଗିଲେ ଫୁଟେଇବୁନୁ କି ତାପରେ ସେଇଠି ମୁଁ ସେ ଯୋଉଠି ଇଟା ରଖା ହେଇଛି ସେଇଠି ମୁଁ ରାଗରେ ଛିଡ଼ା ହେଇଛି। ଯାହା ପ୍ରାୟ କ'ଣ ପିନ୍ଧି ଛିଡ଼ା ହେଇଛି। ବ୍ରଦର ନିଜେ ଆସିଲେ, ଯା ତତେ ଅଧଘଣ୍ଟା ଧରୁଛି, ଅଧଘଣ୍ଟା ଭିତରେ କିଣିକି ଆସିବୁ କହିଲେ ଛାଡ଼ିବୁ ବୋଲି କହିଲେ। ତାପରେ ମୁଁ କୁଣ୍ଡେଇଲି ବି ନାହିଁ, ରାଗ ହେଇକି ଅଲଗା ଆଡ଼େ ଅନେଇଛି। ତାପରେ ଗଲି। ତାପରେ 5ଟା ଅଧେ ଭିତରେ କିଣିକି ଆସିଲି। ତାପରେ ଭାବିଲି ଯେ ହଁ ବ୍ରଦର ରାଗରେ ସେତେବେଳେ ଥିଲେ ଛାଡ଼ିଲେନି, ଏବେ ଟିକେ ଛାଡ଼ୁଛନ୍ତି ବୋଲି। ସେଠି ମିସ୍ଅଣ୍ଡରଷ୍ଟାଣ୍ଡ ଟିକେ ହେଇଥିଲା, ସେଥିପାଇଁ ମୁଁ ବ୍ରଦରଙ୍କୁ କ୍ଷମା ମାଗୁଛି। ଭୁଲରେ କହିଥିଲି ବାଣ ପକେଇ ଦେବେ ବୋଲିକି। ଆଉ ହଷ୍ଟେଲ ଆମେ ଶୋଇଲା ବେଳେ ହଉ କି ଗାଧେଇଲା ବେଳେ ହଉ ବ୍ରଦର ଆସିବେ ଆଉ କହିବେ କି ଏପଟେ ସାବୁନ ଲଗାଅ ଟିକେ, ତାପରେ ଏଠି ଟିକେ ଘଷ। ତାପରେ ଖେଳିଲା ବେଳେ ବି କହିବେ। ଆମର ଗୋଟେ ୱିକନେସ୍ ଥିଲା, ବ୍ରଦର ଯଦି ଯେବେ ଆସିବୁ ସେଦିନ ଖେଳ ଟୋଟାଲ ଖେଳି ଜାଣିବି ନା। ଆଉ ତାଙ୍କୁ କହିବି ମୁଁ ବ୍ରଦର ଆପଣ ଆସନ୍ତୁ ନାହିଁ କି ମୋ ଖେଳ ହେଉନାହିଁ ଟୋଟାଲ ବୋଲି। ତ ବ୍ରଦର ବେଳେବେଳେ ମୋ କଥା ମାନିକି ଆସୁନାହାନ୍ତି। ଆଉ ଦିନେ ମୁଁ ଡାକିଲି ବ୍ରଦରଙ୍କୁ, ବ୍ରଦର ଆସନ୍ତୁ ଖେଳିଯିବା ବୋଲି। ମୁଁ ଆସିଲେ ବ୍ରଦର ଖେଳ ହେଉନି ବୋଲି ସେଦିନ ଆସିଲେ ନାହିଁ। ତାପରେ ମୁଁ ଭାବିଲି ବ୍ରଦର ମୁଁ ଗୋଟେ କଥା କହିକି ଭୁଲ କରିଦେଲି ବୋଲି। ତାପରେ ସେଦିନଠୁ କେଦିନ ମୁଁ ଷ୍ଟପ୍ କଲି। ତାପରେ ବ୍ରଦର ସାନ ପିଲା ସହିତ ଖେଳିବା ଷ୍ଟାର୍ଟ କଲେ। ମୁଁ ମନା କରିବାରୁ ବ୍ରଦର ଆମ ସହିତ ନ ଖେଳିକି ସାନ ପିଲା ସହିତ ଖେଳିଲେ। ତାପରେ ଟିକେ ଖରାପ ଲାଗିଲା ନିଜକୁ। ତାପରେ କେତେଦିନ ପରେ ମୁଁ ଖେଳ ଛାଡ଼ିଦେଲି। ଖେଳ ଛାଡ଼ିଲା ପରେ ବ୍ରଦର ଆଉ ଥରେ ଫିଲ୍ଡ ଆସିଲେ। ଫିଲ୍ଡକୁ ଆସିଲା ପରେ ଧୀରେ ଧୀରେ ମୁଁ ମଧ୍ୟ ସେ ଫିଲ୍ଡକୁ ଆସିକି ବ୍ରଦର ସହିତ ଖେଳିବାକୁ ଷ୍ଟାର୍ଟ କଲୁ। ତ ଲାଷ୍ଟ ଟାଇମ୍ ପରଦିନ ଆମେ ଖେଳିଥିଲୁ ବ୍ରଦରଙ୍କ ସହିତ, ବହୁତ ଏନ୍ଜୟ ମଧ୍ୟ କଲୁ। ଆଉ ଯେବେ ବି ଆମ କ୍ଲାସରେ ଆମ 10th କ୍ଲାସ୍ ତ ହଷ୍ଟେଲ ଟିକେ ବିଛାତି ଅଛି ଆକା। ପିଲାମାନେ ସମସ୍ତେ ବେଡ୍ରେ ଶୋଇଥିବେ, ଆମେ ଯାଇକି କୋଣରେ ମଧ୍ୟ ଶୋଇଥାଉଛୁ। ଆଉ ଯେବେ ବି ମୁଁ ଭୁଲ କରିଛି ଖାଲି ବ୍ରଦରଙ୍କ ସାମ୍ନାରେ ଧରା ପଡ଼ିଛି। କେଜିରୁ 10th ଯାଏଁ ପଢ଼ିଲି ସିନା, କେତେଥର କ'ଣ କରିଛି ସିନା, କିଏ ମୋତେ ଧରି ନଥିଲେ। ବ୍ରଦର ବୀରେନ ମୁଁ ଯେଉଁ କୋଣରେ ଶୋଇଥିଲେ ମୋତେ ଧରି ଆସୁଥିଲେ କାମ ଟାଇମ୍ରେ। ତ ବ୍ରଦର କହୁଥିଲେ ବ୍ରଦର ଆପଣ କେମିତି ଜାଣୁଛନ୍ତି ବୋଲି କହିଲେ। ବ୍ରଦର ବେଳେବେଳେ କହୁଥିଲେ ମୁଁ ଶୁଙ୍ଘି ଶୁଙ୍ଘି ଜାଣୁଛି ବୋଲି। ସତ ଏଇଟା ବିଷୟରେ ମୁଁ ବସେ। ତାପରେ ଦିନେ ସନ୍ଡେ ଟାଇମ୍ ଥିଲା, ମାସ ପରେ ସମସ୍ତେ ବ୍ରେକଫାଷ୍ଟ କରିକି ଯେତେବେଳେ ମୁଁ ଭିଡ଼ିଓ ଥିଲି, ହଁ ଆଜି ବେଶୀ ହାଲିଆ ଲାଗୁଛି ଟିକେ ଶୋଇଥିବି, କାମ ଟାଇମ୍ ହେଲେ ଉଠିକି ବେଲ୍ ମାରିବି ବୋଲି। ତ
ତ ଏତେ ଲୁଚା ଥିଲା ବେଡ୍, ସବୁଆଡେ ସଲ୍ ଘୋଡ଼ାଘୋଡ଼ି ହେଇଥିଲା, କିଏ ବି ଜାଣିନଥାନ୍ତେ। ବ୍ରଦର କେମିତି ଆସି ସେ ସଲ୍ ଟେକି ଦେଲେ, ଏ ଠକ ଉଠେ ବୋଲି କହିଲେ। ବ୍ରଦର ଆପଣ କେମିତି ଜାଣିଲେ ବୋଲି କହିଲେ, ଜାଣିବି ନାହିଁ କି କ୍ୟାମେରା ଅଛି। ବ୍ରଦର କ୍ୟାମେରା ତ ସଲ୍ ଛେକିଛି କହିଲେ, ହେଲେ ମୁଁ ଭୁଲୁ ନାହିଁ ବୋଲି କହିଲେ। ହଉ ବ୍ରଦର ଯାଉଛି ବୋଲି, ତାପରେ ଆଉ ଯାଇକି ସେ ଗଛ ତଳେ ବସିଛି ଶାନ୍ତିରେ। ଆଉ ଥରେ କାହିଁକି ବସେ ବୋଲି କହିଲେ। ତାପରେ ସେଠିଠୁ ଆମେ ସେଦିନଠୁ ବସିଲି ନା। ତାପରେ ଏତେ ବି ଯୋଉ ବ୍ରଦର ମତେ କାମ ଦେଇଛନ୍ତି, ଗୋଟେ ବି ଠିକ ସେ ମୁଁ କରିନା। ସବୁବେଳେ କହିବେ ଠକ। ତତେ ମୁଁ ତାଙ୍କେ କାମ ଯଦି ଦେବାକୁ ହେଲେ ମତେ, ତତେ ମୁଁ କୋଉ କାମ ଦେବି ଯେ ତୁ କୋଉ କାମ ଠିକ କରିବୁ ବୋଲି ଭାବିବେ। ସବୁବେଳେ ସବୁଠୁ ଲାଷ୍ଟ ଆଗେ ମତେ କାମ ଦେବେ, ଆଉ କାମ ଦେଖୁଥିବେ କାମ ସରିଲା ଯାଏ। ତ ସେତେବେଳେ ବ୍ରଦରଙ୍କୁ ବେଶୀ ରାଗ ଲାଗୁଥାଏ। କେତେବେଳେ ଯିବେ ଯେ ମୁଁ ଯାଇକି ଟିକେ ଗଛ ତଳେ ଶାନ୍ତିରେ ଟିକେ ବସିବି ବୋଲି। ତ ସେଇଟା ମନେ ପଡୁଛି। ଆଉ ଆମ କ୍ଲାସରେ ତ ବେଶୀ ଦୁଷ୍ଟ କରୁଥିଲୁ କି ନାହିଁ, ଏବେ ଗରମ ହଉଛି, ଗରମ ପାଇଁ ବେଡରେ ଶୋଇବା ଭଲ ଲାଗୁନାହିଁ। ତ ଫାଷ୍ଟ ମୁଁ ଯିବି ତଳେ ପଟି ଯଦି ବିଛେଇ ବୋଲେ, ଜଣେ ସଲ୍ ଆଣିବ, ଜଣେ ବ୍ଲାଙ୍କେଟ୍ ଆଣିବ, ତାପରେ ମିଠା ମୁଁ ବି ଶୋଇବି ବୋଲି କହିବ। ଫାଷ୍ଟ ମୁଁ ଶୋଇଲା ପରେ ସମସ୍ତେ ଶୋଇବେ, ଶୋଇଲା ପରେ ତାପରେ ବ୍ରଦର ଦିନେ ଆସିଲା, ଆମେ ସମସ୍ତେ 3 ଜଣ ଶୋଉଥିଲୁ। 3 ଜଣକୁ ଦେଖିକି ସମସ୍ତେ 14 ଜଣ ପିଲା ଗୋଟେ ଠାରେ ଶୋଇଛୁ, ସେଇଟା ବି 2ଟା ପଟି ବିଛେଇକି ଯିଏ ଯାହା ଉପରେ। ତାପରେ ବ୍ରଦର ଆସିଲା, ହେଲେ କ'ଣ ଚାଲିଛି ବୋଲି କହିଲେ। ତାପରେ ବ୍ରଦର ଗରମ ହଉଛି ଶୋଇଛି ବୋଲି। ବ୍ରଦର ଫାଷ୍ଟ ମତେ ପିଟିଲା ପରେ ସମସ୍ତଙ୍କୁ ଗୋଟେ ଗୋଟେ ପିଟି ଦେଇକି ଯାହା ବି ଆଉ ଯଦି ସେବାଟେ ଦେଖିକି କହିଲେ, ଦେଖିବି କହିଲେ ଗାଳି କରିବି ବୋଲି, ଆଉ ମାରିବି ବୋଲି ମଧ୍ୟ କହିଲେ। ତାପରେ ସେଦିନ କହିଲେ ତମର ବେଡ୍ ଚେଞ୍ଜ ହବ, ଯିବା ପୂର୍ବରୁ ତମର ବେଡ୍ ନମ୍ବର ପକେଇ ଦେଇକି ଯିବି ବୋଲି କହିଲେ। ଜାଣି ପକେଇବେ କି ନାହିଁ ଜଣା ନାହିଁ, ଆଜି ଯାଏ ତ ପଢି ନାହିଁ। ପକେଇବା ପରେ ଲାଗୁଛି ଆମେ ଯେତିକି 14 ଜଣ ଥିଲୁ ଆମ ଗୋଟେ ରୁମରେ, ଭାବୁଛୁ ଅଲଗା ଅଲଗା ବୋଧେ ରହିବୁ। ମତେ ତ କହିଲେ ତୁ ସେ ଟଏଲେଟ୍ ପାଖରେ ଆଗେ ରହିବୁ ବୋଲି। ସେ ସାନ ପିଲା ରହୁଥିବା ଟଏଲେଟ୍ ରୁମରେ ଆସିଲା ପରେ ସେଠି ଆଗେ ବୋଧେ ରହିବାର ବା ବ୍ରଦରକୁ ମୁଁ କହିଲି, ବ୍ରଦର ଏଠି ଲାଇଟ୍ ଅଛି, ମତେ ଟିକେ ଫ୍ରି ଜାଗା ଦିଅନ୍ତୁ ବୋଲି କହିଥିଲି। ବ୍ରଦର ଜାଣି ମତେ ସେ ଟଏଲେଟ୍ ପାଖରେ ଦେଇଛନ୍ତି। ଦୁଃଖ ବି ଲାଗୁଛି, ଆଉ ବେଳେବେଳେ କମି ବି ଲାଗୁଛି। ତ ସବୁ କିଛି ପାଇଁ ଥ୍ୟାଙ୍କ ୟୁ ବ୍ରଦର। ଯାହା ବି ଆମେ କହୁଥିଲୁ ତା କରିବାକୁ ଆମକୁ ଚାନ୍ସ ଦଉଥିଲେ। ବିଶେଷ କରି ଆମେ ଯାହା ବି ଆକ୍ଟିଭିଟି ଗୁଡାକ କରୁଥିଲେ, ସେଥିରେ ଆମକୁ ସହଯୋଗ କରୁଥିଲେ। ବିଶେଷ କରି ହଷ୍ଟେଲ ଡେ ହେଲା, ହଷ୍ଟେଲ ଡେରେ କେବେ ଏମିତି ହେଇନଥିଲା। ମୁଁ ଯାହା ଯେତେ ବର୍ଷ ରହିଥିଲି ହଉଥିଲା ଖାଲି ଡାନ୍ସ କ'ଣ ହଉଥିଲା, ଡାନ୍ସ କମ୍ପିଟିସନ କ'ଣ ହଉଥିଲା, ଏମିତି ସ୍ପୋର୍ଟସ ଗୁଡାକ ହୋଇନଥିଲା। ତ ପିଲାମାନେ ମୁଁ ସାନ ପିଲାମାନଙ୍କୁ ପଚାରିଥିଲି ହଷ୍ଟେଲରେ କେମିତି ଲାଗୁଛି ବୋଲି। ଭଲ ଲାଗୁଛି ଭାଇ ବୋଲି କହୁଥିଲି। ତାପରେ କ'ଣ ପାଇଁ ନାଇଁ, ସବୁଦିନ ସେମିଆ ସୁଜି ଯାକ ମିଳୁଛି ତ ସେଥିପାଇଁ ଭଲ ଲାଗୁଛି। ହେଲେ ଗେମ୍ ପାଇଁ କିଛି ଭଲ ଲାଗୁନି। ଗେମ୍ ପାଇଁ ଭଲ ଲାଗୁଛି ଯେ ନମ୍ବର କାହାର ତ ଅଧିକ ଉଠୁଛି, କାହାର ତ କମୁଛି, ସେଥିପାଇଁ ଭଲ ଲାଗୁନି ବୋଲି। ତ ଲୁଙ୍ଗି ବାସ୍କେଟବଲ ମୁଁ କେବେ ଖେଳି ନଥିଲି। ତ ବ୍ରଦର ଗୋଟେ ଜଖମ ଦେଇକି ଗଲେ, ସେଦିନ ମୁଁ ଖେଳି ପଡ଼ିଗଲି, ଏବେ ଯାଇକି ପିନ୍ଧୁଛି ସେଇଟା। ତ ମୁଁ କେବେ ଭୁଲିବିନି ସେଇଟା, ବ୍ରଦର ମୋତେ ଶିଖେଇଛନ୍ତି। ଆଉ ତାଙ୍କେ ଗୋଲ୍ଡ ମେଡାଲିଷ୍ଟ ସବୁବେଳେ। ମୁଁ ଦିନେ ରୁମକୁ ଯାଇଥିଲି, ଦିନେ ବୁଝେଇବା ପାଇଁ ଡାକିଥିଲେ, ସେତେବେଳେ ପେପର ଯାକ ସବୁ ଦେଖେଇଲେ। ମୁଁ ବୁଝୁନଥିଲି, ଏଇଠି ଏତେ ପରସେଣ୍ଟ ଥିଲା, ସେ କୋଉଠି ତ 80%, କୋଉଠି ତ 79% ଏମିତି ସବୁ ଥିଲା। ମୋତେ ଏଇଟା ଯାକ କ'ଣ ମେଡିକାଲ ରିପୋର୍ଟ ପରେ ଏତେ ଦେଖାଉଛନ୍ତି ବୋଲି କହିଲେ। ଦେଖେ ପରା ତୁ ତମ କ୍ଲାସରେ ଭଲ ରଖୁଛୁ ପରା, କାହିଁ ଏଇଟା ଦେଖିକି କହିପାରିବୁ ବୋଲି। ନାଇଁ ବୋଧେ ମୁଁ ଜାଣୁ ନାହିଁ, ରଖନ୍ତୁ ବୋଲି କହିଲି। ତାପରେ କଥାବାର୍ତ୍ତା ହେଲୁ, ବ୍ରଦର ପର୍ସନାଲ କଥା ମୋତେ କେତେ ମୋତେ କହିଛନ୍ତି। ତ ଆମ ହଷ୍ଟେଲ ତରଫରୁ ଆଉ ସ୍କୁଲ ତରଫରୁ ବୋଧେ ଆମେ ଯାହା ମଧ୍ୟ ଭୁଲ କରିଛୁ ଆଉ କ୍ଷମା କରିବେ। ବିଶେଷ କରି ଆମ କ୍ଲାସ ପିଲାମାନେ ଗୋଟେ ଠାରୁ ବେଶୀ ଦୁଷ୍ଟ କରିଛୁ। ଆଉ କଥା ମଧ୍ୟ ହେଇଛୁ ବ୍ରଦର କେମିତି କରିବା, ସେମିତି କରିବା ବୋଲି। ଆଉ ସବୁ କିଛି ପାଇଁ ସରି। ଆଉ ଯୋଉଠି ବି ଯିବେ ଭଲରେ ରହିବେ, ଆଉ ଆମ ପାଇଁ ପ୍ରାର୍ଥନା କରିଦେବେ। ଆଉ ଏବେ ଯେମିତି ଭଲ ରିଜଲ୍ଟ କରିପାରିଲେ, ଆମେ ମଧ୍ୟ ସେମିତି ଭଲ ରିଜଲ୍ଟ କରିପାରି ସ୍କୁଲ ପାଇଁ ନାଁ ରଖିପାରିବୁ। ସେତିକି ରହୁଛି। ଧନ୍ୟବାଦ।